ଏ ଦୁନିଆରେ ନା ପ୍ରତ୍ୟେକ ମଣିଷର ଇଚ୍ଛା ଥାଏ ଯେ ସେ ରାତାରାତି ସଫଳ ହେଇଯାଉ, ସେ ରାତାରାତି ବଡ଼ ଲୋକ ହେଇଯାଉ। କିନ୍ତୁ ଏପରି କ'ଣ ହେଇଥାଏ? ବନ୍ଧୁ, ପ୍ରତ୍ୟେକ ସଫଳ ବ୍ୟକ୍ତି ସମୟ ଦେଇଥାଏ। ସେ ସଫଳ ହେବା ପାଇଁ ଅନେକ ସମୟ ଦେଇଥାଏ। ପ୍ରତ୍ୟେକ ସଫଳ ବ୍ୟକ୍ତି ତା'ର ସ୍ୱପ୍ନକୁ ପୂରା କରିବା ପାଇଁ ଅନେକ ସଂଘର୍ଷ କରିଥାଏ। ବନ୍ଧୁ, ଜୀବନରେ ଗୋଟିଏ କଥା ମନେ ରଖନ୍ତୁ, ସଫଳତା ଗୋଟିଏ ଦିନରେ ମିଳିନଥାଏ। ଆମକୁ ଲାଗେ ଯଦି ଆଜି କୌଣସି କାମକୁ ଆରମ୍ଭ କରୁଛୁ ତ ସାଙ୍ଗେ ସାଙ୍ଗେ ସଫଳତା ମିଳିଯିବା ଦରକାର, ପରନ୍ତୁ ଏମିତି କେବେ ହେଇନଥାଏ। ମଣିଷ ସଫଳ ହେବା ପାଇଁ ଅନେକ ସମୟ ଲାଗିଥାଏ। ତାକୁ ଅନେକ ପରିଶ୍ରମ କରିବାକୁ ପଡ଼ିଥାଏ, ଧୈର୍ଯ୍ୟ ରଖିବାକୁ ପଡ଼େ, ଅନେକ ରାତି ସହ ଲଢ଼ିବାକୁ ପଡ଼ିଥାଏ। ହଁ ବନ୍ଧୁ, ଆପଣ ଇତିହାସ ନିଶ୍ଚୟ ପଢ଼ିଥିବେ। ଆଉ ଇତିହାସରେ ବଡ଼ ବଡ଼ ରାଜା ମହାରାଜାଙ୍କର କଥା ବର୍ଣ୍ଣନା କରାଯାଇଥାଏ। ତାଙ୍କର ଗୋଟେ ଗୋଟେ ବଡ଼ ବଡ଼ ସାମ୍ରାଜ୍ୟ ଥାଏ। ସେମାନେ ତାଙ୍କର ବଡ଼ ବଡ଼ ସାମ୍ରାଜ୍ୟକୁ ଗୋଟିଏ ଦିନରେ ତିଆରି କରିନଥିଲେ। ସେହି ସାମ୍ରାଜ୍ୟକୁ ତିଆରି କରିବା ପାଇଁ ତାଙ୍କୁ ମାସ ମାସ, ବର୍ଷ ବର୍ଷ, ଅନେକ ବର୍ଷ ଲାଗିଯାଇଥିଲା। କାହାକୁ ଯୁଦ୍ଧ କରିବାକୁ ପଡ଼ିଥିଲା, କାହାକୁ ଅନେକ ଥର ପରାଜୟ ହେବାକୁ ବି ପଡ଼ିଥିଲା, ଅନେକ ସଂଘର୍ଷ କରିବାକୁ ପଡ଼ିଥିଲା। ଆଉ ଶେଷରେ ସେମାନେ ଗୋଟେ ମହାନ ସାମ୍ରାଜ୍ୟର ସମ୍ରାଟ ହେଇଥିଲେ। ଆମେ ଆମ ଜୀବନରେ ସଫଳ ହେବା ପାଇଁ ଆମକୁ ବି ସେହିଭଳି ଅନେକ ଗୁଡ଼ାଏ ସଂଘର୍ଷ କରିବାକୁ ପଡ଼ିବ, ଅନେକ ରାତି ସହ ଲଢ଼ିବାକୁ ପଡ଼ିବ, ଅନେକ ପରିଶ୍ରମ କରିବାକୁ ପଡ଼ିବ। ନିଜ ଭିତରେ ଧୈର୍ଯ୍ୟ ରଖି ଆତ୍ମବିଶ୍ୱାସର ସହିତ ପ୍ରତ୍ୟେକ ଦିନ ନିରନ୍ତର ଭାବେ କାମକୁ କରିବାକୁ ପଡ଼ିବ। ତେବେ ଯାଇ ଜୀବନରେ ସଫଳତାର ସ୍ୱାଦ ଚାଖିବାକୁ ମିଳିବ।